ସ୍ୱାଗତମ୍ ପିଲାମାନେ। ଆମ ଦେଶ ଭାରତ। ଏହି ଆମ ଦେଶ ପୃଥିବୀରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି। ତାହାର ସ୍ୱତନ୍ତ୍ରତା ରହିଛି। ଏହି ସ୍ୱତନ୍ତ୍ରତା ପାଇଁ ତାହାର ଭୌଗୋଳିକ ବିବିଧତା ଗୁରୁତ୍ୱପୂର୍ଣ୍ଣ। ଆମେ ଏହି ଭିଡ଼ିଓରେ ଜାଣିପାରିବା। ଆସ ଏହି ଭିଡ଼ିଓଟିକୁ ଦେଖିବା। सारे जहां से अच्छा हिंदुस्तान हमारा, सारे जहां से अच्छा हिंदुस्तान हमारा। हम बुलबुले हैं इसकी, ये गुलसिता हमारा हमारा। सारे जहां से अच्छा हिंदुस्तान हमारा, हम बुलबुले हैं इसकी, ये गुलसिता हमारा हमारा। सारे जहां से अच्छा ପିଲାମାନେ, ଆମେ ତ ଏହି ଭିଡ଼ିଓଟିକୁ ଦେଖିଲେ। ଆମେ ଜାଣିଲେ ଯେ ଭାରତ ଆମର ଅତି ସୁନ୍ଦର। ଭାରତର ଏହି ସୌନ୍ଦର୍ଯ୍ୟ ତାହାକୁ ତାର ଭୌଗୋଳିକ ବିବିଧତା ଯୋଗାଇ ଦେଇଛି। ଭାରତର ଏହି ବିଚିତ୍ର ଭୂମିରୂପ ଭାରତକୁ ସମୃଦ୍ଧ କରି ରଖିଛି। ଆମେ ସେ ବିଷୟରେ ଜାଣିଛେ। ଚାଲ ମନେ ପକେଇବା। ପିଲାମାନେ, ଭାରତର ମାନଚିତ୍ରକୁ ଲକ୍ଷ୍ୟ କର। ଆମେ କଣ ଜାଣିଛେ? ଭାରତର ଉତ୍ତରରେ ହିମାଳୟ ପର୍ବତମାଳା ରହିଛି ଏବଂ ତାର ଦକ୍ଷିଣକୁ ଗାଙ୍ଗେୟ ସମତଳ ଭୂମି ରହିଛି। ଭାରତର ଉତ୍ତର ପଶ୍ଚିମରେ କଣ ରହିଛି? ଥର୍ ମରୁଭୂମି ଏବଂ ଥର୍ ମରୁଭୂମିର ପୂର୍ବରେ ରହିଛି ଆରାବଳୀ ପର୍ବତମାଳା। ଏବେ ପିଲାମାନେ ଏକ ବିଶାଳ ଦେଖିପାର ବିସ୍ତୀର୍ଣ୍ଣ ଭୂମି ରୂପ ରହିଛି। ସେଇଟା ହଉଛି କଣ ଜାଣିବା ଆମେ ସେଇଟା ହଉଛି ଭାରତର ଉପଦ୍ୱୀପୀୟ ମାଳା। ପିଲାମାନେ, ତା ଆଗରୁ ଆମେ ଜାଣିବା ଯେ ମାଳଭୂମି କଣ? ମାଳଭୂମି କଣ? ପିଲାମାନେ, ଏଇ ଚିତ୍ରକୁ ଲକ୍ଷ୍ୟ କର। ଏଇ ଚିତ୍ରରେ ଯାହା ଦେଖୁଛ ଟିକେ ଲକ୍ଷ୍ୟ କରି ଦେଖ। ମାଳଭୂମି ହେଉଛି ଏପରି ଏକ ଭୂମି ରୂପ ଯିଏକି ନିକଟବର୍ତ୍ତୀ ଭୂମିଠାରୁ ଉଚ୍ଚରେ ଥାଏ ଏବଂ ଏହାର ପୃଷ୍ଠ କମ୍ ବା ଅଧିକ ସମତଳ ଥାଏ। ଦେଖ, ଏଠି ମାଳଭୂମିଟେ ଗୋଟେ ଭୂମି ରୂପ, ଏହାର ପୃଷ୍ଠ କମ୍ ରହିଛି କିମ୍ବା କମ୍ ସମତଳ ଅଛି କିମ୍ବା ଅଧିକ ସମତଳ ରହିଛି। ଅର୍ଥାତ୍ ସାଧାରଣ ଭୂମିଠାରୁ ଉଚ୍ଚ ବିସ୍ତୀର୍ଣ୍ଣ ସମତଳ ଭୂମିକୁ ଆମେ ମାଳଭୂମି କହିବା। ଇଏ ହେଉଛି ସମତଳ ଭୂମି, ଏଇଟା ହେଉଛି ମାଳଭୂମି। ଦେଖ ପିଲାମାନେ, ଆର ପୃଷ୍ଠଟା ସମତଳ। ମାଳଭୂମି ହେଲେ ବି ପୃଷ୍ଠଟା ସମତଳ, କିନ୍ତୁ ଯେହେତୁ ଉଚ୍ଚରେ ରହିଛି ତାକୁ ଆମେ ମାଳଭୂମି କହୁଛେ। ଏହି ମାଳଭୂମିର କିଛି ପାର୍ଶ୍ୱ ଢାଲୁ ରହିଥାଏ, ଆଉ କିଛି ପାର୍ଶ୍ୱ ତୀଖ ରହିଥାଏ। ପିଲାମାନେ, ଏହି ମାଳଭୂମିରେ ଅନେକ ମନ୍ଦିର ରହିଛି। ମାଳଭୂମିରେ ଅନେକ ମନ୍ଦିର ରହିଛି। ଆମେ ଦର୍ଶନୀୟ ସ୍ଥାନ ରହିଛି, ସେ ବିଷୟରେ ଟିକେ ଜାଣିବା। ଦେଖନ୍ତୁ ପିଲାମାନେ, ଏଇ ଚିତ୍ରରେ ଡେକାନ୍ ମାଳଭୂମି ଉପରେ ହାମ୍ପିର ବିରୁପାକ୍ଷ ମନ୍ଦିର ରହିଛି। ଏଠାରେ ବିଟାଳ ଦେବତା ପୂଜା ପାଆନ୍ତି। ଆଉ ମଧ୍ୟ ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିର, ଏଠାରେ ବାବା ଭେଙ୍କଟେଶ୍ୱର ପୂଜା ପାଆନ୍ତି। ପିଲାମାନେ, ଏହି ମାଳଭୂମିକୁ ଆମେ ତ୍ରିକୋଣୀୟ ମାଳଭୂମି କାହିଁକି କହିବା? ତ୍ରିକୋଣୀୟ ମାଳଭୂମି କାହିଁକି କହିବା? ଭାରତର ମଧ୍ୟ ଏବଂ ଦକ୍ଷିଣ ଭାଗରେ ମାଳଭୂମି ରହିଛି। ଏହା ଏକ ତ୍ରିକୋଣୀୟ କ୍ଷେତ୍ରଫଳ ରହିଛି, ତେଣୁ ଏହାକୁ ତ୍ରିକୋଣୀୟ ମାଳଭୂମି କହିବା। ପିଲାମାନେ ଟିକେ ମନେ ପକେଇବା, ଉପଦ୍ୱୀପ କାହାକୁ କୁହାଯାଏ? ଯେଉଁ ଭୂଭାଗର ତିନି ପାର୍ଶ୍ୱକୁ ଜଳ ଘେରି ରହିଥାଏ
ଆଉ ଗୋଟିଏ ପାର୍ଶ୍ୱରେ ସ୍ଥଳଭାଗ ଥାଏ, ତାକୁ ଆମେ ଉପଦ୍ୱୀପ କହିବା। ଏହି ମାଳଭୂମିକୁ ଆମେ ଉପଦ୍ୱୀପୀୟ ମାଳଭୂମି କାହିଁକି କହୁଛେ? ମାନଚିତ୍ରକୁ ଲକ୍ଷ୍ୟ କର, ମାଳଭୂମି ତ ଦର୍ଶାଯାଇଛି। ଏହି ମାଳଭୂମିର ତିନି ପାର୍ଶ୍ୱରେ ବିଶାଳ ଜଳରାଶି ରହିଛି ଏବଂ ଏକ ପାର୍ଶ୍ୱରେ ବିସ୍ତୀର୍ଣ୍ଣ ସ୍ଥଳଭାଗ ଅଛି। ଦେଖନ୍ତୁ ତିନି ପାର୍ଶ୍ୱରେ ପଶ୍ଚିମରେ ଆରବ ସାଗର ରହିଛି, ପୂର୍ବରେ ବଙ୍ଗୋପସାଗର ରହିଛି ଏବଂ ଦକ୍ଷିଣରେ ଭାରତ ମହାସାଗର ରହିଛି, ଆଉ ଉତ୍ତରରେ ଏକ ବିସ୍ତୀର୍ଣ୍ଣ ସ୍ଥଳଭାଗ ରହିଛି। ତେଣୁ ଏହି ଯୋଉ ଭୂଭାଗକୁ ଆମେ ଏଇ ମାଳଭୂମିକି ଆମେ ଉପଦ୍ୱୀପୀୟ ମାଳଭୂମି କହିବା। ଏହି ମାଳଭୂମିର ପଶ୍ଚିମରେ ପଶ୍ଚିମଘାଟ ପର୍ବତମାଳା ଓ ପୂର୍ବରେ ପୂର୍ବଘାଟ ପର୍ବତମାଳା ଅବସ୍ଥିତ। ଦେଖନ୍ତୁ ପିଲାମାନେ, ଏହି ମାଳଭୂମିର ଚିତ୍ର ଦେଖ, ଉପଦ୍ୱୀପୀୟ ମାଳଭୂମି, ଏହାର ପଶ୍ଚିମରେ ପଶ୍ଚିମଘାଟ ପର୍ବତମାଳା ରହିଛି, ପୂର୍ବରେ ପୂର୍ବଘାଟ ପର୍ବତମାଳା ରହିଛି। ଏବେ ଆମେ ଜାଣିବା ପଶ୍ଚିମଘାଟ ପର୍ବତମାଳା ବିଷୟରେ। ଏହି ପର୍ବତମାଳା ପଶ୍ଚିମ ଉପକୂଳଠାରୁ ଉଚ୍ଚରେ ପ୍ରାଚୀର ପରି ଦଣ୍ଡାୟମାନ। ଏହା ପଶ୍ଚିମ ଉପକୂଳଠାରୁ ଉଚ୍ଚରେ ପାଚେରୀ ପରି ରହିଛି। ଏହାର ପଶ୍ଚିମ ପାର୍ଶ୍ୱ ଅଧିକ ତୀଖ, ତେଣୁ ବର୍ଷା ଋତୁରେ ଅନେକ ସୁନ୍ଦର ଜଳପ୍ରପାତ ଏଠାରେ ଦେଖାଯାଏ। ଏହି ପଶ୍ଚିମଘାଟ ପର୍ବତମାଳାକୁ ଆମର ୟୁନେସ୍କୋ, ୟୁନାଇଟେଡ୍ ନେସନ୍ସ ଏଜୁକେଶନାଲ, ସାଇଣ୍ଟିଫିକ୍ ଆଣ୍ଡ କଲଚରାଲ ଅର୍ଗାନାଇଜେସନ ବିଶ୍ୱ ଐତିହ୍ୟ ମାନ୍ୟତା ପ୍ରଦାନ କରିଛି। ଏହି ପଶ୍ଚିମଘାଟ ପର୍ବତମାଳାର ଉତ୍ତରାଂଶକୁ ଆମେ ସହ୍ୟାଦ୍ରି କୁହାଯାଏ। ପଶ୍ଚିମଘାଟ ପର୍ବତମାଳାର ଉତ୍ତରାଂଶକୁ ସହ୍ୟାଦ୍ରି କହନ୍ତି। ପିଲାମାନେ, ଅହିରାଜ ସାପ ପଶ୍ଚିମଘାଟ ପର୍ବତମାଳାରେ ଏଟା ଦେଖାଯାଉଛି। ଏ ଅତି ବିଷଧର ସାପ। ଦେଖ ପିଲାମାନେ, ଏବେ ସିଂହ ଲାଞ୍ଜ ବିଶିଷ୍ଟ ମାଙ୍କଡ, ଦେଖ କିଭଳି ଏ ମାଙ୍କଡଟି ସିଂହ ଲାଞ୍ଜ ବିଶିଷ୍ଟ। ଏବେ ବର୍ତ୍ତମାନ ଦେଖ ପିଚର ପ୍ଲାଣ୍ଟ ଦେଖ, ଇଏ ଗୋଟେ କୀଟଭକ୍ଷୀ ଉଦ୍ଭିଦଟିଏ, କେମିତି ଖାଇ ଦଉଛି ଦେଖ। ଆଚ୍ଛା ପିଲାମାନେ, ଏହି ପଶ୍ଚିମଘାଟ ପର୍ବତମାଳା ଏହି ଅଞ୍ଚଳଟି ଅନେକ ନଦୀଙ୍କର ଉତ୍ପତ୍ତି ସ୍ଥଳ ଓ ଜୈବ ବିବିଧତାରେ ପରିପୂର୍ଣ୍ଣ। ଦେଖନ୍ତୁ ପିଲାମାନେ, এই ଜୈବ ବିବିଧତା ଦେଖିପାରୁଥିବେ। ସିଂହ ଲାଞ୍ଜ ବିଶିଷ୍ଟ ମାଙ୍କଡଟି କିଭଳି ସିଂହ ଭଳି ଚାଲୁଛି ଜାଣିପାରୁଥିବେ। ଏବେ ଜାଣିବା ଏହି ପଶ୍ଚିମଘାଟ ପର୍ବତର ଗୁରୁତ୍ୱପୂର୍ଣ୍ଣ ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟ ବିଷୟରେ। ଦେଖନ୍ତୁ, ନଗରହୋଲ ଜାତୀୟ ଉଦ୍ୟାନ, ଯିଏକି ଆମ ହର୍ଣ୍ଣବିଲ୍ ପାଇଁ ରହିଛି। ଏଠି ବାନ୍ଦିପୁର ଜାତୀୟ ଉଦ୍ୟାନ ଦେଖିପାରୁଥିବେ। ୱାଇନାଡ ବନ୍ୟପ୍ରାଣୀ ଅଭୟାରଣ୍ୟ, ଏଠି ନୀରବ ଉପତ୍ୟକା ଜାତୀୟ ଉଦ୍ୟାନ, ଯୋଉ ସିଂହ ଲାଞ୍ଜ ବିଶିଷ୍ଟ ମାଙ୍କଡ ଯୋଉଟା ଥିଲା ସେଗୁଡିକ। ପେରିୟାର ଜାତୀୟ ଉଦ୍ୟାନ ଦେଖିପାରୁଥିବେ ବାଘ ପାଇଁ। ଆନାଇମୁଡି ସୋଲ ପଡିଥାଏ। ଏବେ ଜାଣିବା ପୂର୍ବଘାଟ ପର୍ବତମାଳା ବିଷୟରେ। ଭାରତ ମାନଚିତ୍ର ଆସିଗଲା। ଦେଖନ୍ତୁ ଏବେ ପୂର୍ବଘାଟ ପର୍ବତମାଳା। ଏହି ପୂର୍ବଘାଟ ପର୍ବତମାଳା ପଶ୍ଚିମଘାଟ ତୁଳନାରେ କମ ଉଚ୍ଚତା ବିଶିଷ୍ଟ। ଏହା ବଙ୍ଗୋପସାଗରରେ ପଡିଥିବା ନଦୀମାନଙ୍କ ଦ୍ୱାରା ଖଣ୍ଡ ବିଖଣ୍ଡିତ ହୋଇଛି। ଆମ ରାଜ୍ୟର ନଦୀମାନେ ମଧ୍ୟ ଏହି ପର୍ବତମାଳାକୁ ଖଣ୍ଡ ବିଖଣ୍ଡିତ କରିଛନ୍ତି, ଯଥା ମହାନଦୀ। ଏବେ ଜାଣିବା ପୂର୍ବଘାଟ ପର୍ବତମାଳାର ଗୁରୁତ୍ୱପୂର୍ଣ୍ଣ ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟ ବିଷୟରେ।
ଆମ ଓଡ଼ିଶାର ଦେଖ ଶିମିଳିପାଳ ଜାତୀୟ ଉଦ୍ୟାନ ମୟୂରଭଞ୍ଜରେ ରହିଛି। ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟ କେନ୍ଦ୍ରାପଡ଼ାରେ ରହିଛି। ଏବେ ଜାଣିବା ପାପିକୋଣ୍ଡା ଜାତୀୟ ଉଦ୍ୟାନ, ଶ୍ରୀ ଭେଙ୍କଟେଶ୍ୱର ଜାତୀୟ ଉଦ୍ୟାନ, ସତ୍ୟମଙ୍ଗଳମ୍ ବନ୍ୟପ୍ରାଣୀ ଅଭୟାରଣ୍ୟ। ପିଲାମାନେ ଏଇ ପୂର୍ବଘାଟ ଓ ପଶ୍ଚିମଘାଟ ପର୍ବତମାଳାର ମଧ୍ୟବର୍ତ୍ତୀ ବିସ୍ତୀର୍ଣ୍ଣ ଉଚ୍ଚଭୂମିକୁ ଆମେ ଡେକାନ ମାଳଭୂମି କହିବା। ପୂର୍ବଘାଟ ପଶ୍ଚିମଘାଟ ଏଇ ଯୋଉ ମଧ୍ୟବର୍ତ୍ତୀ ବିସ୍ତୀର୍ଣ୍ଣ ଭୂମିକୁ ଆମେ ଡେକାନ ମାଳଭୂମିକୁ କହିବା। ସାଧାରଣତଃ ମାଳଭୂମିରୁ ନଦୀ ଗୁଡ଼ିକ ଉତ୍ପତ୍ତି ହୋଇଥାନ୍ତି। ତ ଏବେ ଜାଣିବା ତାହେଲେ ସେ ନଦୀମାନଙ୍କ ବିଷୟରେ। ପଶ୍ଚିମରୁ ପୂର୍ବକୁ ବହୁଥିବା ନଦୀ ଗୁଡ଼ିକ। ମହାନଦୀ, ଦେଖନ୍ତୁ ପିଲାମାନେ ଏଇ ଯୋଉ ମହାନଦୀ ଗୋଦାବରୀ, କୃଷ୍ଣା, କାବେରୀ ଏହି ନଦୀ ମାଳଭୂମିରୁ ବାହାରିଛନ୍ତି ଏବଂ ବଙ୍ଗୋପସାଗରରେ ପୂର୍ବରେ ବଙ୍ଗୋପସାଗରରେ ପଡ଼ିଛନ୍ତି। ଯେପରିକି ମହାନଦୀ, ଗୋଦାବରୀ, କୃଷ୍ଣା, କାବେରୀ ଏମାନେ ସବୁ। ଆଉ ଅଧିକ ଜାଣିବା ପିଲାମାନେ, କାବେରୀ ହେଉଛି ଏକ ଚିରସ୍ରୋତା ନଦୀ। ହିମାଳୟରୁ ନ ବାହାରିଲେ ମଧ୍ୟ ଇଏ ଗୋଟିଏ ଚିରସ୍ରୋତା ନଦୀ। ଗୋଦାବରୀକୁ ଦକ୍ଷିଣ ଭାରତର ଗଙ୍ଗା କୁହାଯାଏ ବା ବୃଦ୍ଧ ଗଙ୍ଗା କୁହାଯାଏ ବା ବୁଢା ଗଙ୍ଗା ବୋଲି ବି କୁହାଯାଏ। ଏବେ ଜାଣିବା ପୂର୍ବରୁ ପଶ୍ଚିମକୁ ବହୁଥିବା ନଦୀମାନଙ୍କ ବିଷୟରେ। ପୂର୍ବରୁ ପଶ୍ଚିମକୁ ନଦୀମାନେ ନର୍ମଦା ଓ ତାପ୍ତି। ଏମାନେ ମାଳଭୂମିରୁ ବାହାରି ଆରବ ସାଗରରେ ପଡ଼ନ୍ତି। ଏହି ନଦୀମାନେ କଳକାରଖାନା ଓ କୃଷି କାର୍ଯ୍ୟ ନିମନ୍ତେ ଜଳ ଯୋଗାଏ। ଭାରତର ଅର୍ଥନୀତିରେ ଏହି ମାଳଭୂମିର ଭୂମିକା କଣ ରହିଛି ଆସ ଜାଣିବା। ଲୁହା ଖଣି, ଏହି ମାଳଭୂମିରେ ଲୁହା ଖଣି ରହିଛି। କୋଇଲା ଖଣି ରହିଛି। ଜଙ୍ଗଲ ରହିଛି, ଯେଉଁଠାରେ କି ଜଙ୍ଗଲ ଦ୍ରବ୍ୟ ମିଳିପାରିବ। ଉର୍ବର ଜମି ରହିଛି, ଯାହା ଫସଲ ପାଇଁ ଉପଯୁକ୍ତ। ଏବେ ଜାଣିବା ଏଠାରେ ରହୁଥିବା ଆଦିବାସୀ ସମ୍ପ୍ରଦାୟଙ୍କ ବିଷୟରେ। ଦେଖନ୍ତୁ ପିଲାମାନେ, ସାନ୍ତାଳ ଜନଜାତି, କେତେ ତାଙ୍କର ବେଶଭୂଷା ଦେଖିପାରୁଥିବେ, କେତେ ସୁନ୍ଦର ଲାଗୁଛି। ଗୋଣ୍ଡ ଜନଜାତି, ତାଙ୍କର ଦେଖ ପ୍ରକୃତିର ଜିନିଷ ଗୁଡ଼ିକ ବ୍ୟବହାର କରି ସେ କିପରି ରହିଛନ୍ତି। ବୈଗା ଜନଜାତି, ଭିଲି ଜନଜାତି, କୋର ଜନଜାତି। ପିଲାମାନେ ଏ ଯେତେ ସାରା ଜନଜାତି ରହିଛନ୍ତି, ଏମାନେ ଏ ଅଞ୍ଚଳର ପ୍ରକୃତି ସହିତ ଘନିଷ୍ଠ ଭାବେ ଜଡ଼ିତ। ସେମାନଙ୍କର ଭାଷା, ପରମ୍ପରା, ଜୀବନଶୈଳୀ ପ୍ରକୃତି ସହିତ ଘନିଷ୍ଠ ଭାବେ ଜଡ଼ିତ। ଏହି ଜନଜାତି ଗୁଡ଼ିକ ମୁଖ୍ୟତଃ ଓଡ଼ିଶା, ଆସାମ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜୁରାଟ ଏବଂ ତେଲେଙ୍ଗାନା ରାଜ୍ୟମାନଙ୍କରେ ଦେଖିବାକୁ ମିଳିଥାନ୍ତି। ତ ଆମେ ସେଇ ରାଜ୍ୟ ଗୁଡ଼ିକୁ ଦେଖିଦେବା କେଉଁଠି କେଉଁଠି ଅଛି। ଦେଖନ୍ତୁ ପିଲାମାନେ, ଏଠାରେ ଓଡ଼ିଶା ଅଛି, ଏଠାରେ ଆସାମ ଅଛି, ଏଠାରେ ମଧ୍ୟପ୍ରଦେଶ ଅଛି, ଏଠାରେ ପଶ୍ଚିମବଙ୍ଗ ରହିଛି, ଏଠି ମହାରାଷ୍ଟ୍ର ରହିଛି, ଏଠି ଗୁଜୁରାଟ ରହିଛି ଓ ଏଠାରେ ତେଲେଙ୍ଗାନା ରହିଛି। ଏହି ଅଞ୍ଚଳରେ ଏହି ଜନଜାତି ମାନେ ରହିଥାନ୍ତି। ଏବେ ଆମେ ଜାଣିବା ଜଳପ୍ରପାତ ଗୁଡ଼ିକ ବିଷୟରେ। ମାଳଭୂମି ଅଛି ମାନେ ତ ଜଳପ୍ରପାତ ରହିବ ନା। ଏହି ଜଳପ୍ରପାତ ଗୁଡ଼ିକ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ଖାଲି ଯେ ଏତିକି ନୁହେଁ, ଏହି ଜଳପ୍ରପାତ ପାଇଁ ଏହି ମାଳଭୂମିରେ ଅନେକ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର ମାନ ରହିଛି। ପିଲାମାନେ, ଏବେ ଆମେ କଣ ଶିଖିଲେ ଏହି ବିଷୟରୁ ସେ ବିଷୟରେ ଜାଣିବା। ଭାରତର ମଧ୍ୟ ଓ ଦକ୍ଷିଣ ଭାଗରେ ଏକ ବିସ୍ତୀର୍ଣ୍ଣ ସ୍ଥଳଭାଗ ନିକଟବର୍ତ୍ତୀ ଭୂମିଠାରୁ ଉଚ୍ଚରେ ରହିଛି ଏବଂ ଏହାର ତିନି ପାର୍ଶ୍ୱରେ ଜଳରାଶି ଓ ଗୋଟିଏ ପାର୍ଶ୍ୱରେ ବିସ୍ତୀର୍ଣ୍ଣ ସ୍ଥଳଭୂମି ରହିଛି। ଏହାକୁ ଉପଦ୍ୱୀପୀୟ ମାଳଭୂମି କୁହାଯାଏ। ଏହାର ପଶ୍ଚିମରେ ପଶ୍ଚିମଘାଟ ପର୍ବତମାଳା ଓ ପୂର୍ବରେ ପୂର୍ବଘାଟ ପର୍ବତମାଳା ରହିଛି। ପଶ୍ଚିମଘାଟ ପର୍ବତମାଳା
ପୂର୍ବଘାଟ ପର୍ବତମାଳା ଅପେକ୍ଷା ଉଚ୍ଚ। ପଶ୍ଚିମଘାଟ ପର୍ବତମାଳା ଅବିଚ୍ଛିନ୍ନ, କିନ୍ତୁ ପୂର୍ବଘାଟ ପର୍ବତମାଳା ଖଣ୍ଡ ବିଖଣ୍ଡିତ। ପଶ୍ଚିମଘାଟ ପର୍ବତମାଳାର ଉତ୍ତରାଂଶକୁ ସହ୍ୟାଦ୍ରି କୁହାଯାଏ। ଦୁଇ ପର୍ବତମାଳାର ମଧ୍ୟବର୍ତ୍ତୀ ମାଳ ଅଞ୍ଚଳକୁ ଡେକାନ ମାଳଭୂମି କୁହାଯାଏ। ଏହି ମାଳଭୂମିରେ ଥିବା ଜଳପ୍ରପାତ ଗୁଡ଼ିକ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ସଙ୍ଗେ ସଙ୍ଗେ ଜଳ ବିଦ୍ୟୁତ ଶକ୍ତି ପ୍ରଦାନ କରୁଛି। ଏହି ମାଳଭୂମିରୁ ପଶ୍ଚିମାମୁଖୀ ନଦୀ ଯଥା ନର୍ମଦା ଓ ତାପ୍ତି ବାହାରି ଆରବ ସାଗରରେ ପଡ଼ିଛନ୍ତି ଏବଂ ପୂର୍ବାଭିମୁଖୀ ନଦୀ ଯଥା ମହାନଦୀ, ଗୋଦାବରୀ, କୃଷ୍ଣା ଓ କାବେରୀ ଭଳି ନଦୀମାନ ବାହାରି ବଙ୍ଗୋପସାଗରରେ ପଡ଼ିଛନ୍ତି। ଏହି ନଦୀଗୁଡ଼ିକ ଚାଷ କାର୍ଯ୍ୟ ଏବଂ କଳକାରଖାନା ଗୁଡ଼ିକୁ ଜଳ ଯୋଗାନ୍ତି। ଏହି ଅଞ୍ଚଳଗୁଡ଼ିକ ଜୈବ ବିବିଧତାରେ ପରିପୂର୍ଣ୍ଣ। ଏଠାରେ ସିଂହ ଲାଞ୍ଜ ବିଶିଷ୍ଟ ମାଙ୍କଡ଼ ଦେଖାଯାଏ। ଏଠାରେ ଥିବା ସାନ୍ତାଳ, ଗୋଣ୍ଡ, ବୈଗା, ଭିଲି ଓ କୋର ଆଦିବାସୀ ସମ୍ପ୍ରଦାୟ ଜନଜାତିମାନଙ୍କ ଜୀବନଶୈଳୀ ଏଠାକାର ପ୍ରକୃତି ସହ ବେଶ୍ ନିବିଡ଼। ଆସ ମନେ ପକେଇବା, ପଶ୍ଚିମଘାଟ ଓ ପୂର୍ବଘାଟ ପର୍ବତମାଳାର ମଧ୍ୟବର୍ତ୍ତୀ ଅଞ୍ଚଳକୁ କ'ଣ କୁହାଯାଏ? ଡେକାନ ମାଳଭୂମି। ପଶ୍ଚିମଘାଟ ଓ ପୂର୍ବଘାଟ ପର୍ବତମାଳା ମଧ୍ୟରେ କିଏ କମ୍ ଉଚ୍ଚ? ପୂର୍ବଘାଟ ପର୍ବତମାଳା। ସହ୍ୟାଦ୍ରି କେଉଁ ପର୍ବତମାଳାରେ ଅବସ୍ଥିତ? ପଶ୍ଚିମଘାଟ ପର୍ବତମାଳା। ପାୱାର ହାଉସ୍ ଜଳପ୍ରପାତ କେଉଁ ରାଜ୍ୟରେ ଅବସ୍ଥିତ? କେରଳ। ଆସ ଖୋଜିବା ପିଲାମାନେ, ମାନଚିତ୍ରରେ ଦର୍ଶାଇବା ଏ ଡେକାନ ମାଳଭୂମି କେଉଁଠି ଅଛି, ପଶ୍ଚିମଘାଟ ପର୍ବତମାଳା କେଉଁଠି ଅଛି, ପୂର୍ବଘାଟ ପର୍ବତମାଳା କେଉଁଠି ଅଛି। ଦେଖ ପିଲାମାନେ, ଇଏ ହେଉଛି ଡେକାନ ମାଳଭୂମି, ଇଏ ହେଉଛି ପଶ୍ଚିମଘାଟ ପର୍ବତମାଳା, ଇଏ ହେଉଛି ପୂର୍ବଘାଟ ପର୍ବତମାଳା। ମୋ ସ୍ଥାନରେ ମତେ ରଖ, ମାନଚିତ୍ରରେ ନଦୀର ଗତିପଥ ସହ ନାମକୁ ଯୋଡ଼। ନର୍ମଦା, ତାପ୍ତି, ଗୋଦାବରୀ, କୃଷ୍ଣା, କାବେରୀ, ମହାନଦୀ, ଏମାନଙ୍କୁ ସେମାନଙ୍କର ନଦୀର ଗତିପଥ ସହ ଯୋଡ଼ିବା। ନର୍ମଦା, ଏ ହେଉଛି ନର୍ମଦା ନଦୀର ଗତିପଥ। ତାପ୍ତି, ଏ ହେଉଛି ତାପ୍ତିର ଗତିପଥ। ଗୋଦାବରୀ, ଏ ହେଉଛି ଗୋଦାବରୀ ନଦୀର ଗତିପଥ। କୃଷ୍ଣା, ଏ ହେଉଛି କୃଷ୍ଣା ନଦୀର ଗତିପଥ। କାବେରୀ, ଏ ହେଉଛି କାବେରୀ ନଦୀର ଗତିପଥ। ଏବେ ରହିଲା ଆମ ରାଜ୍ୟର ନଦୀ ମହାନଦୀ। ମହାନଦୀର ଗତିପଥ କୋଉଠି? ଏ ହେଉଛି ମହାନଦୀର ଗତିପଥ। ଆସ ଅନୁସନ୍ଧାନ କରିବା ପିଲାମାନେ, ଏହି ଡେକାନ ମାଳଭୂମିଟି କେଉଁ କେଉଁ ରାଜ୍ୟରେ ରହିଛି? ଦେଖ ପିଲାମାନେ, ମହାରାଷ୍ଟ୍ରରେ ରହିଛି, ମଧ୍ୟପ୍ରଦେଶରେ ରହିଛି, ଛତିଶଗଡ଼ରେ ରହିଛି, ଓଡ଼ିଶାରେ ରହିଛି, କର୍ଣ୍ଣାଟକରେ ରହିଛି, ତେଲେଙ୍ଗାନାରେ ରହିଛି, ଆନ୍ଧ୍ରପ୍ରଦେଶରେ ରହିଛି, କେରଳରେ ମଧ୍ୟ କିଛି ଅଂଶ ରହିଛି। ଟିକେ ଚିନ୍ତା କଲ ପିଲାମାନେ, ଏହି ମାଳଭୂମିରେ ଥିବା ଜୀବଜନ୍ତୁ ଓ ଜନଜାତିମାନେ କିପରି ରହୁଥିବେ? ପିଲାମାନେ, ଆଶା କରୁଛି ଯେ ଆଜିର ଅଧ୍ୟାୟଟା ତୁମମାନଙ୍କୁ ଭଲ ଲାଗିଥିବ। ଆଗାମୀ ଅଧ୍ୟାୟରେ ଆଉ ଗୋଟିଏ ନୂଆ ପାଠ ସହିତ ତୁମମାନଙ୍କ ସହିତ ସାକ୍ଷାତ ହେବ। ଆଜି ପାଇଁ ଏତିକି, ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।